ନାତାଶା କହୁଛନ୍ତି ଆଇ ଆମ୍ ଡ୍ୟାମ୍ ସିଓର ସେ ବିବେକ ମିଛ ହିଁ କହୁଛି ଆଉ ତା ସହିତ ସେ ମୁକ୍ତି ବି ମିଛ କହୁଛି। ଏମାନେ ସମସ୍ତେ ନିଶ୍ଚିତ ଭାବରେ କିଛି ନା କିଛି ଗୋଟେ ଗେମ୍ ଖେଳୁଛନ୍ତି। ତାପରେ ଆଦିଙ୍କ ଅଫିସ୍ ଲୋକ ଜଣେ କହୁଛନ୍ତି ମ୍ୟାଡ଼ାମ୍ ସେମାନେ କେହି ବି କିଛି ଗେମ୍ ଖେଳୁନାହାନ୍ତି। ଆପଣ ଯଦି କିଛି ଗଡ଼ବଡ଼ କରିବେ ତ ଆମର ଗେମ୍ ଓଭର ହେଇଯିବ। ଆକ୍ଚୁଆଲିରେ ବିବେକ ହେଉଛନ୍ତି ଗାୟତ୍ରୀ ଦେବୀଙ୍କର ଭାଇଙ୍କର ପୁଅ ଆଉ ତାଙ୍କ ବାପା ମାଆଙ୍କର ଗାଡ଼ି ଆକ୍ସିଡେଣ୍ଟରେ ଚାଲିଯିବା ପରେ ସେ ତାଙ୍କ ପିଇସିଙ୍କ ପାଖରେ ରହୁଛନ୍ତି। ଏ ଆକ୍ସିଡେଣ୍ଟ ପରେ ବିବେକ ବାବୁଙ୍କର ବହୁତ ବଡ଼ ଲସ୍ ହେଇଛି। ଇନଫ୍ୟାକ୍ଟ ସେ ତାଙ୍କର ସ୍ମରଣ ଶକ୍ତି ବି ହରେଇ ବସିଛନ୍ତି। ସେ କେବଳ ଗାୟତ୍ରୀ ଦେବୀଙ୍କ ଛଡ଼ା ଆଉ କାହାକୁ ଚିହ୍ନି ନାହାନ୍ତି କି ଜାଣି ବି ନାହାନ୍ତି। ସେଇ ଟାଇମ୍ରେ ନାତାଶା କହୁଛନ୍ତି ମିଛ କହୁଛନ୍ତି ଆପଣ। ସେମାନଙ୍କ ସହିତ ଆପଣ ବି ସାମିଲ ଅଛନ୍ତି। କୁହ କେତେ ଟଙ୍କା ନେଇଛ? ସେମାନେ ଆପଣଙ୍କୁ କେତେ ଟଙ୍କା ଦେଇଛନ୍ତି? ସେଇ ଟାଇମ୍ରେ ସେ ଲୋକ କହୁଛନ୍ତି ପ୍ଲିଜ୍ ଏ ବାଜ୍ୟ କଥା ମୋତେ କୁହନ୍ତୁନି। ନା ତ ମୁଁ ମିଛ କହୁଛି ନା କି ଏଠି କେହି ମିଛ କଥା କହୁଛନ୍ତି। ବାସ୍ ଏ ଭୁଲ ଧାରଣା ନିଜ ମନରୁ କାଢ଼ି ଦିଅନ୍ତୁ ଆଉ ନିଜକୁ ଟିକେ ସମ୍ଭାଳନ୍ତୁ। ତାପରେ ନାତାଶା ତାଙ୍କୁ ଯେତେବେଳେ ମାରିବାକୁ ୟୁ ଇଡିୟଟ୍ କହିକି ଯାଉଥିଲେ ସେଇ ଟାଇମ୍ରେ ଶାଲିନୀ ନାତାଶାଙ୍କୁ ଅଟକେଇ ଦେଉଛନ୍ତି। ଶାଲିନୀ କହୁଛନ୍ତି କଣ୍ଟ୍ରୋଲ ନାତାଶା କଣ୍ଟ୍ରୋଲ। ଏମିତି କ'ଣ ପାଇଁ ହେଉଛ? ନାତାଶା ତମେ ଏଠି କ'ଣ କରୁଛ? ଏଠି ସମସ୍ତେ ଅଛନ୍ତି। ଟିକେ ଚୁପ୍ ତ ରୁହ। ସେଇ ଟାଇମ୍ରେ ଆଦିଙ୍କର ଅଫିସ୍ ଲୋକ କହୁଛନ୍ତି ଆଦି ସାର୍ ଆପଣଙ୍କ ସହିତ ଟିକେ କଥା ଅଛି। ଆପଣ ଟିକେ ଏପଟକୁ ଆସନ୍ତୁ। ସେଇ ଟାଇମ୍ରେ ରିଦ୍ଧି କହୁଛନ୍ତି ସତରେ କ'ଣ ଇଏ ମୁକ୍ତି ନୁହଁ? ଆର ଚାଲିଚଳନ ତ ଜଣାପଡ଼ୁଛି ଇଏ ମୁକ୍ତି ଜମାରୁ ବି ନୁହଁ। ସେଇ ଟାଇମ୍ରେ ନାତାଶା ସେସବୁ କଥା ଶୁଣି ଦେଉଛନ୍ତି ଆଉ କହୁଛନ୍ତି ଏଇ ଏମିତି କ'ଣ ଦେଖୁଛୁ କ'ଣ? ଯା ସମସ୍ତଙ୍କୁ ପାଟିରେ ଡ୍ରିଙ୍କ୍ସ ସର୍ଭ କର। ଆଉ ଗୋଟେ କଥା ତୁ ମନେ ରଖ ତୁ କେବଳ ଏ ଘରର କେବଳ ଆଉ କେବଳ ଗୋଟେ ଚାକର। ସେଇ ଟାଇମ୍ରେ ଆଦିଙ୍କର ଅଫିସ୍ ଷ୍ଟାଫ୍ ଜଣେ କହୁଛନ୍ତି ସାର୍ ଆପଣ ଏ କ'ଣ କରୁଛନ୍ତି? ଆପଣଙ୍କର ସେ ବିହେଭିଅର ଯୋଗୁଁ ଆପଣଙ୍କ ହାତରୁ ସେ ଡିଲ୍ଟା ବି ଚାଲିଯିବ। ଯଦି ଆମ ହାତରୁ ଏ ଡିଲ୍ଟା ଚାଲିଯାଏ ନା ତାହେଲେ ଆମ ପ୍ରୋଜେକ୍ଟରେ କିଏ ଏସବୁ ଡିଲ୍ କରିବ? ଜାଣିଛନ୍ତି ମୁଁ ସିନା ସେମାନଙ୍କ ଆଗରେ ଆପଣଙ୍କର ପ୍ରଶଂସା କରିଦେଲି ବଟ୍ ୟୁ ନୋ ଆପଣ ଏତେ ବଡ଼ ଡେଭଲପର ନୁହନ୍ତି ଯେ ଗାୟତ୍ରୀ ଦେବୀ ଆପଣଙ୍କ ପ୍ରୋଜେକ୍ଟରେ ଇନଭେଷ୍ଟ କରିବେ। ବାଇ ଦ ୱେ ଆପଣ ଜାଣି ରଖିବା ଦରକାର ଯେ ଗାୟତ୍ରୀ ଦେବୀ ଏମିତି ଛୋଟ ମୋଟ କମ୍ପାନୀରେ ଇନଭେଷ୍ଟ କରନ୍ତିନି କି ପ୍ରୋଜେକ୍ଟରେ ବି ଇନଭେଷ୍ଟ କରନ୍ତିନି। ମୁଁ ତାଙ୍କୁ ପର୍ସନାଲି ଇନଭେଷ୍ଟ ପାଇଁ ରିକ୍ୱେଷ୍ଟ କରିଥିଲି ବୋଲି ସିଏ ଏ ପ୍ରୋଜେକ୍ଟରେ ଇନଭେଷ୍ଟ କରୁଛନ୍ତି। ନହେଲେ ଏମିତି କହିଲା ବେଳେ ଆଦି କହୁଛନ୍ତି କିନ୍ତୁ ସେ ହିଁ ହେଉଛନ୍ତି ମୁକ୍ତି। ସେଇ ଟାଇମ୍ରେ ସେ ଲୋକ ଜଣକ କହୁଛନ୍ତି ଓହୋ ସାର୍ ସେ କୌଣସି ମୁକ୍ତି ନୁହନ୍ତି ସେ ହେଉଛନ୍ତି ଅମ୍ବିକା ଚୌଧୁରୀ ଗାୟତ୍ରୀ ଦେବୀଙ୍କର ଝିଅ। ସେଇ ଟାଇମ୍ରେ ଆଦି କହୁଛନ୍ତି ଆପଣ ଯାହା ବି କୁହନ୍ତି ମୋ ମନ କହୁଛି ସେଇ ହେଉଛନ୍ତି ମୁକ୍ତି। ହଁ ଦର୍ଶକ ବନ୍ଧୁ ମୋ ସିନ୍ଦୁରର ଅଧିକାର ସିରିଏଲ୍ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ।